ଜୁହାର ଜୟ ମା ସମଲେଇ। ଏବେ ଆମେ ବାହାରି ଗଲୁ ବସଷ୍ଟାଣ୍ଡ ଆଡ଼କେ। ଗଲାବେଲେ ତ ଏନ୍ତା ଖରା କାଟଲା ନ ଯାଉନି କହନ, ଆଉ ଗଲାବେଲେ ତ ସାଙ୍ଗମାନେ ଭେଟ ପଡ଼ି ଯାଇସନ୍ ବେଲେ ଟାଟା କରସନ୍। ଏବେ ତ ଆମେ ପହଞ୍ଚି ଗଲୁ ଲିପ୍ସା ସୁଇଟ୍ ଦୁକାନକେ। ଭିତରକୁ ଗଲା ପରେ ତ ପହିଲା କରି ହାତଟା ଧୋଇ ଦେବା। ମୋର୍ ହାତ ଧୋଇ ସାଇଲି ବେଲେ ତ ମୋର୍ ଫେସଟା ଟିକେ ଦେଖିଦେବା କେନ୍ତା ଅଛେ ବୋଲି। ବରା ଯୋଡ଼େ ସିଙ୍ଗଡ଼ାଟେ କହିଦେଇସି ବେଲେ ତ ଚଟପଟ କରି ମତେ ଦେଇ ଦେଇସନ୍। ଇଛେନ୍ ତ ଏନ୍ତା କୁଟାନରେ କୁଟି ଦେବି ଯେ ତ ଭାତ ନି ଖାଇଲେ ବି ଚଲବା ରେ ବୁଆ। ମାଖନ ତୁନ ଏନ୍ତା ଗେପାମାନ ଗେପି ଦେଇସି ବେଲେ ତ ତା ପାଟି ଖାଲି ଚାକୁ ଚାକୁରୁ କରସି। ଖାଇ ଖୁଆ ସାଇଲୁ ବେଲେ ତ ଆମେ ପେମେଣ୍ଟଟା ଏବେ ଦେଇ ଦେଇସୁନ୍। ଏବେ ଆମେ ବାହାରି ଗଲୁ ବସଷ୍ଟାଣ୍ଡ ଆଡ଼କେ। ବସଷ୍ଟାଣ୍ଡ କେ ତ ପହଞ୍ଚି ଗଲା ପରେ ଲସି ଦୁକାନ ଦେଖିକରି ମୋ ମନଟା ଖାଲି ଟୁକ ଟୁକେଇସି ରେ ବୁଆ। ଲସି ଦୁକାନ ପାଖକେ ଯାଇକରି ତ ମୁଇଁ କହିଦେଇସି କି ଲସି ଦୁଇଟା ବନେଇ ଦିଅ ବୋଲି। ଲସି ଦୁକାନ ଭିତରଟା ଏନ୍ତା ସଜା ସଜେଇଛେ ତ ମୁଇଁ ପୁରା ଭିତରେ ରିଲ୍ସଟା ବନେଇଦେବି କାଁ ଭାବୁଛେ ମନେ ମନେ ରେ ବୁଆ। ଲସିରେ ଏତେ ଜିନିଷ ପକାଲେ ନ ତ ମୋ ପେଟ ଆଜି ଭରି ଯିବା ରେ ବୁଆ। ଲସି ଏବେ ପୁରା ରେଡି ହେଇଯାଇଛି। ମୁଇଁ ତ ଏନ୍ତା ସୁଟକା ସୁର୍କି ଦଉଚି ବୋଲେ ତ ଆଉ ନି କୁହ ରେ ବୁଆ। ମାଖନ ତୁନ ଏନ୍ତା ସୁଟକା ସୁର୍କି ଦଉଚି ବୋଲେ ତ ତା ପେଟ ଭିତରେ ଖାଲି ଫୁଡକୁଚେ ରେ ବୁଆ। ପି ପୁଆ ସାଇଲୁ ବେଲେ ତ ଘରକେ ଏବେ ଆମେ ବାହାରି ଯାଇସୁନ୍। ଭିଡ଼ିଓଟା ଯଦି ଭଲ ଲାଗିଥାଏ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ। ସମସ୍ତଙ୍କୁ ନମସ୍କାର।